ବନ୍ଧୁଗଣ, ଜ୍ଞାନତନ୍ତ୍ରର ଏହି ଏପିସୋଡ଼କୁ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଜ୍ଞାନତନ୍ତ୍ରର ଏହି ଏପିସୋଡ଼ରେ ଆପଣମାନେ ଜାଣିବାକୁ ପାଇବେ ମଣିଷ ଏକ ସାମାଜିକ ପ୍ରାଣୀ। ତାକୁ ସମାଜରେ ବଞ୍ଚିବାକୁ ହେଲେ କେତେକ ସାମାଜିକ ନିୟମ ମାନିବାକୁ ପଡ଼ିଥାଏ। ବର୍ତ୍ତମାନ ସମାଜରେ ଦେଖାଯାଉଛି ପ୍ରକୃତ ବନ୍ଧୁ ବା ବିଶ୍ୱାସୀ ବନ୍ଧୁ ଆଉ ନାହିଁ। ପଶୁକୁ ବିଶ୍ୱାସ କରାଯାଇପାରେ, ମାତ୍ର ମଣିଷକୁ ନୁହେଁ। ଏହି ବିଷୟରୁ ଆପଣମାନେ ଜାଣିବାକୁ ପାଇବେ ମଣିଷ କିପରି ଏକ ପ୍ରାଣୀ ଯିଏ ବନ୍ଧୁ ପାଇଲେ ତାଠାରୁ କିପରି ସ୍ୱାର୍ଥ ହାସଲ କରି ନିଜେ ବଡ଼ ଲୋକ ହେବ ଓ ବନ୍ଧୁକୁ ମୃତ୍ୟୁ ମୁଖକୁ ଠେଲିଦେଲା। ଏହା ଦେଖିଲେ ଆପଣମାନେ ଜାଣିପାରିବେ। ଶୁଣିଲେ ଜାଣିବା। ଆସନ୍ତୁ ଶୁଣିବା। ଶେଷ ପର୍ଯ୍ୟନ୍ତ ଶୁଣିବାକୁ ଅନୁରୋଧ। ଗୋଟିଏ ଗଛରେ ଶୁଆ ଓ ଶାରୀ ବସା କରି ରହୁଥାନ୍ତି। ଦିନେ ଶୁଆ ଓ ଶାରୀ ବସି କଥା ହେଉଥାନ୍ତି। ଶୁଆ କହିଲା, ବୁଝିଲୁ ଶାରୀ, ଏ ମଣିଷ ଜାତିଟା ଏତେ ସ୍ୱାର୍ଥପର? ଶାରୀ ପଚାରିଲା, କେମିତି? ଶୁଆ କହିଲା, ଶୁଣ ତାହେଲେ, ଏ କଥାରୁ ଭଲ ଭାବରେ ତୁ ବୁଝିପାରିବୁ। ଗୋଟାଏ ଗାଁରେ ଜଣେ ବ୍ୟବସାୟୀ ରହୁଥାଏ। ନା ତା'ର ଶିବାନନ୍ଦ। ତା'ର 2 ପୁଅ ଓ ଗୋଟିଏ ଝିଅ ଥାଏ। ଜମିବାଡ଼ି ଥାଏ। ବଜାରରେ ଗୋଟିଏ ଲୁଗା ଦୋକାନ ଥାଏ। ଚାକର ବାକର ମଧ୍ୟ ଥାଆନ୍ତି। ଭଲ ଚଳେ। ଅଭାବ ବୋଲି ସେପରି କିଛି ନଥାଏ। ଶିବାନନ୍ଦ ବହୁତ ଧାର୍ମିକ ଲୋକ। ତା ଦୋକାନ ହେଉ ବା ତା ଘରକୁ ଯେଉଁ କହି ସାଧୁସନ୍ଥ ବା ଭିକାରୀ ଆସିଲେ ସେ ତାଙ୍କୁ ଖାଇବାକୁ ନ ଦେଇ ଛାଡ଼େ ନାହିଁ। ଥରେ ସେ ଦୋକାନରେ ବସିଥାଏ। ଜଣେ ସାଧୁ ତା ଦୋକାନକୁ ଆସିଲେ। ସେ ତାଙ୍କର ଆଦର କଲା। ଦୋକାନରୁ ଖାଇବାକୁ ଆଣିଦେଲା। ସାଧୁ ଖାଇସାରି କହିଲେ, ଶିବାନନ୍ଦ, ମୁଁ ତୁମ ଅଭ୍ୟର୍ଥନାରେ ସନ୍ତୁଷ୍ଟ। ମୁଁ ତ ଏତେ ବଡ଼ ସାଧୁ ନୁହେଁ, ତେବେ ହସ୍ତରେଖା ବିଷୟରେ ମୋ ଗୁରୁଙ୍କ ପାଖରୁ ମୁଁ ଯାହା କିଛି ଶିଖିଛି। ତୁମ ହାତଟା ମୋତେ ଟିକେ ଦେଖାଇଲ। ଶିବାନନ୍ଦ ହାତ ଦେଖାଇଲା। ଶିବାନନ୍ଦର ହାତକୁ ସାଧୁ କିଛି ସମୟ ଦେଖିବା ପରେ କହିଲେ, ତୁମ ହସ୍ତରେଖା କହୁଛି ତୁମେ ଜଣେ ଲୋକଠାରୁ ବହୁତ ବଡ଼ ଧୋକା ପାଇବ। ମାତ୍ର ମୁଁ ସଠିକ୍ ଦିନ କହିପାରିବି ନାହିଁ। ତେବେ ଏଇ ବର୍ଷ ଭିତରେ ହୋଇପାରେ। ଟିକେ ଦେଖି ଚାହିଁ ଚଳିବ। ମୁଁ ଦେଖୁଛି ତୁମେ ଲୋକଙ୍କୁ ବହୁତ ଚଞ୍ଚଳ ବିଶ୍ୱାସ କରିଯାଉଛ। ଏତେ ବିଶ୍ୱାସ କରିବା ଉଚିତ ନୁହେଁ। ଏହା କହି ସାଧୁ ଚାଲିଗଲେ। କିଛି ଦିନ ଗଡ଼ିଗଲା। ଶିବାନନ୍ଦ ସେ ସାଧୁ କହିଥିବା କଥା ଭୁଲିଗଲା। ଦୋକାନରେ ଭଲ କାରବାର ହେଉଥାଏ। ଦିନେ ହଠାତ୍ ଜଣେ 22-23 ବର୍ଷର ଯୁବକ ଆସି ତା ଦୋକାନରେ ପହଞ୍ଚିଲା। କହିଲା, ବାବୁ, ଆପଣଙ୍କ ଦୋକାନରେ କିଛି କାମ ଅଛି? ଶିବାନନ୍ଦ ସେ ପିଲାକୁ ଦେଖିଲା। କହିଲା, ନା, କାମ ନାହିଁ। ସେ ପିଲା କହିଲା, ବାବୁ, ମୋର କେହି ନାହିଁ। ମୋର ବାପା ମା ମରିଯାଇଛନ୍ତି। ବାପା ମା ମରିଯିବା କଥା ଶୁଣି ଶିବାନନ୍ଦର ମନରେ ଦୟା ଆସିଲା। ତାର ମଧ୍ୟ ଦୋକାନରେ ଗୋଟେ ପିଲା ଦରକାର ଥିଲା। ସେ ପିଲାକୁ କହିଲା, ଦେଖ, ଏଠାରେ ବିଶ୍ୱାସୀ ଓ କର୍ମଠ ଓ ସବୁ ଜିନିଷକୁ ନିଜର ଓ ପିଲାମାନଙ୍କୁ ନିଜର ଭାବି ଚଳିବାକୁ ପଡ଼ିବ। ମୋ କଥାରେ ଉତ୍ତର ଦେବ ନାହିଁ। ପିଲାଟି ସବୁ କଥାରେ ସମ୍ମତି ଜଣାଇଲା। ଶିବାନନ୍ଦ କହିଲା, ଆମ ଘରେ ରହିବୁ, ଖାଇ ପିଇ 5,000 ଟଙ୍କା ନେବୁ। କ'ଣ କହୁଛୁ? ପିଲାଟି ହଁ କହିଲା। ସେହି ଦିନଠାରୁ ସେ ଶିବାନନ୍ଦ ଘରେ ରହିଲା। ଶିବାନନ୍ଦ ବା ତା ସ୍ତ୍ରୀ ଯିଏ ଯାହା କୁହେ ସବୁ କଥା ମାନେ। ଶିବାନନ୍ଦର ପୁଅ ଝିଅଙ୍କୁ ନିଜର ଭାଇ ଭଉଣୀ ଭାବି ଚଳେ। ଅଳ୍ପ ଦିନ ଭିତରେ ଶିବାନନ୍ଦର ଘରର ଜଣେ ସଦସ୍ୟ ପରି ସେ ହୋଇଗଲା। ଶିବାନନ୍ଦ ବେଳେବେଳେ ପିଲାକୁ ଟଙ୍କା ପଇସା ଦେଇ ଘରକୁ ପଠାଏ। ବେଳେବେଳେ ଟଙ୍କା ଦେଇ ବ୍ୟାଙ୍କକୁ ଡିପୋଜିଟ୍ କରିବା ପାଇଁ ପଠାଏ। ପ୍ରତିଦିନ ଏହିପରି ହଜାର ହଜାର ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ ହୁଏ। ଏତେ ସବୁ ଟଙ୍କା ଦେଖି ସେ ପିଲା ଭାବିଲା, ମୋତେ ଯଦି ଏସବୁ ମିଳନ୍ତା ତେବେ ମୁଁ ଏସବୁ ଟଙ୍କାର ମାଲିକ ହୋଇଯାଆନ୍ତି।
ସେହି ଦିନଠାରୁ ସେ ଥରେ ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ କରେ ଓ ଥରେ ପାଖରେ ରଖିଦିଏ। ଏହିପରି ପିଲାଟିର ଲୋଭ ଧୀରେ ଧୀରେ ବଢ଼ିବାକୁ ଲାଗିଲା। ପିଲାଟି ଶିବାନନ୍ଦର ଦୋକାନର ଟଙ୍କା ଚୋରି କରି ଲୁଚାଇ ରଖିଥାଏ। ବନ୍ଧୁଗଣ, ଏଠାରେ ମନେ ରଖନ୍ତୁ, ଦେଖନ୍ତୁ, ପିଲାଟିକୁ ଗରିବ ଓ ତାର କେହି ନାହିଁ ଭାବି ଶିବାନନ୍ଦ ତା ଦୋକାନରେ ଚାକିରି ଦେଲା। ମାତ୍ର ପିଲାଟି ଶେଷରେ ଶିବାନନ୍ଦକୁ ନିଜର ଭାବିଲା ନାହିଁ। ଏଠାରେ ମନେ ରଖନ୍ତୁ, ଯଦି କୌଣସି ଲୋକ ଅସୁବିଧାରେ ପଡ଼ିଥାଏ ସେତେବେଳେ ସେ ତା ପାଖରେ ଥିବା ଖରାପ ଗୁଣଗୁଡ଼ିକୁ ଲୁଚାଇ ରଖି ଆପଣଙ୍କ ପାଖରେ ନିଜର ହେବା ପାଇଁ ବହୁତ କାକୁତି ମିନତି ହୋଇ କାର୍ଯ୍ୟ ହାସଲ କରିଥାଏ। ଯେତେବେଳେ ତାର ସ୍ୱଚ୍ଛଳ ଅବସ୍ଥା ଆସେ ସେ ସେତେବେଳେ ତା ଭିତରେ ଥିବା ପ୍ରକୃତ ସ୍ୱଭାବକୁ ବାହାର କରେ। ଆଗକୁ ଦେଖନ୍ତୁ ସେ ପିଲା କ'ଣ କରୁଛି। ଏହା ଭାବି ଏହିପରି ଭାବରେ ସେ ପିଲା ଧୀରେ ଧୀରେ ଚୋରି ଧନ ବଢ଼ାଇବାକୁ ଲାଗିଲା। ଏ କଥା ଶିବାନନ୍ଦ ଜାଣିପାରେ ନାହିଁ। ସେ ଏ ପିଲାକୁ ବହୁତ ବିଶ୍ୱାସ କରେ ଓ ବହୁତ ଭଲ ପାଏ। ଏ ପିଲା ଯେ ଦିନେ ବିଶ୍ୱାସରେ ବିଷ ଦେବ ତାହା ଶିବାନନ୍ଦ ଜାଣିପାରିନଥାଏ। ଏ ପିଲା ଭାବିଲା, ମୁଁ ଯଦି ଏ ଦୋକାନର ମାଲିକ ହୋଇଯାଆନ୍ତି ତେବେ ମୁଁ ଏସବୁ ସମ୍ପତ୍ତିର ମାଲିକ ହୋଇପାରନ୍ତି। ଏହା ଭାବି ସେ ଗୋଟାଏ ଯୋଜନା ତିଆରି କଲା। ଭାବିଲା, ଯଦି ଏ ଶିବାନନ୍ଦକୁ କୌଣସି ପ୍ରକାରେ ମୁଁ ମାରିପାରନ୍ତି ତେବେ ମୁଁ ଏ ସମ୍ପତ୍ତିର ମାଲିକ ହୋଇପାରନ୍ତି। ଦେଖନ୍ତୁ ଏ ପିଲା କିପରି ଶିବାନନ୍ଦଙ୍କୁ ମାରିବ ବୋଲି ଯୋଜନା କଲା। ଥରେ ସେ ଦୋକାନ ପାଖକୁ ଗୋଟାଏ ସାପୁଆ କେଳା ସାପ ଖେଳାଇବାକୁ ଆସିଥାଏ। ଏ ପିଲା ଭାବିଲା, ଏ ସାପବାଲାକୁ କିଛି ଟଙ୍କା ଦେଇ ସାପକୁ ନେଇ ଶିବାନନ୍ଦର ଶୋଇବା ଘରେ ଛାଡ଼ିଦେବି। ଶିବାନନ୍ଦ ଯେତେବେଳେ ଶୋଇବା ଘରେ ପଶିବ ଏ ସାପ ତାକୁ କାମୁଡ଼ିବ ଓ ଶିବାନନ୍ଦ ମରିବ। ଏ କଥା କେହି ଜାଣିପାରିବେ ନାହିଁ। ସମସ୍ତେ ଭାବିବେ ସାପ କାମୁଡ଼ାରେ ଶିବାନନ୍ଦଙ୍କ ପ୍ରାଣ ଗଲା ବା ଶିବାନନ୍ଦ ମଲା। ମୁଁ ଏ ସମ୍ପତ୍ତି ଓ ଘରର ମାଲିକ ହୋଇଯିବି। ଏହା ଭାବି ସେ ସାପୁଆ କେଳାକୁ 20,000 ଟଙ୍କା ଦେବ କହି 5,000 ଟଙ୍କା ଦେଇ କହିଲା, ବାକି ଟଙ୍କା କାଲି ମୋ ପାଖରୁ ଆସି ନେଇଯିବ। ଏହା କହି ସେ ନାଗ ସାପକୁ ଆଣି ଚୁପ୍ କରି ଶିବାନନ୍ଦଙ୍କ ଶୋଇବା ଘରେ ଛାଡ଼ିଦେଲା। ଏ ପିଲା ଦୋକାନକୁ ଫେରିଗଲା। ଏ କଥା ଘରର କେହି ଜାଣିପାରିଲେ ନାହିଁ। ଜାଣନ୍ତୁ ସେ ନାଗସାପ ଶିବାନନ୍ଦଙ୍କୁ ଚୋଟ ମାରିଲା ନା ନାହିଁ। ସେଦିନ ରାତିରେ ଶିବାନନ୍ଦ ତାର ବନ୍ଧୁର ପୁଅ ବାହାଘରକୁ ଚାଲିଗଲା। ଏଣୁ ଆଉ ଘରକୁ ଆସିଲା ନାହିଁ। ତା ପରଦିନ ଆଉ ଘରକୁ ନ ଆସି ଶିବାନନ୍ଦ ସିଧା ଦୋକାନକୁ ଆସିଲା। ଏପଟେ ସେଦିନ ଶିବାନନ୍ଦର ଶଳା ଗୋଟାଏ ନେଉଳ ଆଣି ଶିବାନନ୍ଦର ସ୍ତ୍ରୀକୁ ଦେଲା। କହିଲା, ନାନୀ, ଏ ନେଉଳକୁ 2-3 ଦିନ ରଖିଥା, ମୁଁ ନହେଲେ ଏ ଘରେ ରହିବ ନାହିଁ। ଟିକେ ବାହାରକୁ ଯାଉଛି, ଆସିଲେ ଏ ନେଉଳକୁ ନେଇଯିବି। ଏହା କହି ସେ ନେଉଳକୁ ଶିବାନନ୍ଦର ଘରେ ଛାଡ଼ିଦେଲା। ଦେଖନ୍ତୁ, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ନେଉଳକୁ କିଛି ସମୟ ଛାଡ଼ିବା ପରେ ନେଉଳ ସାପର ଗନ୍ଧ ଜାଣିପାରିଲା। ନେଉଳ ସିଧା ଶିବାନନ୍ଦର ଶୋଇବା ଘରେ ପଶିଲା ଓ ସାପ ସହିତ ଲଢ଼େଇ କରି ସାପକୁ ମାରିଦେଲା। ସେ ପିଲା ସବୁ ଚୁପଚାପ ଦେଖୁଥାଏ। ସମସ୍ତେ ଭାବିଲେ ସାପଟା କେମିତି ଘର ଭିତରକୁ ପଶି ଆସିଥିଲା। ତା ପରଦିନ ଏ ପିଲା ଆଉ ଦୋକାନକୁ ଗଲା ନାହିଁ। ଭାବିଲା, କାମ ତ ହେଲା ନାହିଁ, ଆଉ 15,000 ଟଙ୍କା
से सापुआ काला को कहीं देवी दुकान रे मते न पाई आपे आपे से फेरी जीव घरे साप पशिबा ओ ताकू नेउल मारिबा कथा शिवानंद शुणी थाए। ता परदिन सकाळू दुकान खोलिबा परे सापुआ काला टंका मागिबाकू दुकान रे पहुँचला। देखिला से पिला नहीं। शिवानंद को पचारला से पिला आसी नहीं कि? शिवानंद कहला तार देह भल नहीं, कौन है ताकू कहीं खोजुछ? केला कहला मते 15,000 टंका दबार थिला। शिवानंद पचारिला की टंका? सापुआ काला सबु कथा कहला। शिवानंद भाविला ए पिला मो मरिबार योजना करिथिला। हऊ कही पुलिस को खबर देला। पुलिस आसी से पिला को धरी थाना को नेला। एथर से साधुंक कथा शिवानंदर मने पड़ला। एठारे मने रखंतु सबुबेले भगवान को चिंता करंतु ओ आपण सत्कर्मरे रुहंतु। भगवान आपण को निश्चय विपदरू उद्धार करिवे। प्रभु जହାର सहाय ताहार काहाको बा भय। यह भावी बंधुगण आपण माने यह को देखुथिबारु आपण मानकु धन्यवाद। रहुछि सब्सक्राइब करिबा को भूलिबे नहीं। गॉड मे ब्लेस यू। धन्यवाद। रहुछि।